ସପ୍ତଦଳ ଉତ୍ସବରେ ଦୁଳୁକିଲା ବଇଣ୍ଡା ଗାଁ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଇଣ୍ଡା ଗ୍ରାମରେ ସପ୍ତଦଳ ଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଯାତ୍ରାଟି ଦୀର୍ଘ 50 ବର୍ଷରୁ ଅଧିକ ହେଲାଣି ଗ୍ରାମବାସୀ ମିଳିମିଶି ଅତି ଆନନ୍ଦ ଉତ୍ସାହର ସହିତ ପାଳନ କରନ୍ତି। ଗୋପାଳଙ୍କ ଲୌଡ଼ି ଗୀତ, ପାରମ୍ପରିକ ନୃତ୍ୟ ଗୀତ ସହିତ ଆଧୁନିକ ଡିଜେ ସାଉଣ୍ଡର ତାଳେ ତାଳେ ଝୁମିଲେ ଦର୍ଶକ। ଏ ଯାତ୍ରାଟି ସ୍ଥାନୀୟ ଅଞ୍ଚଳରେ ଶେଷ ଯାତ୍ରା ହେଉଥିବାରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥାଏ। ଆଜି ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଶ୍ରୀ ରାଧାଗୋବିନ୍ଦଙ୍କ ଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ବଇଣ୍ଡା ଗ୍ରାମରେ ଭାଇସ୍ ପ୍ରେସିଡେଣ୍ଟ ନିତ୍ୟାନନ୍ଦ ବେହେରା ଓ 13 ଜଣ କମିଟି ମେମ୍ବରଙ୍କ ସାହାଯ୍ୟ ସହଯୋଗରେ ଯାତ୍ରାଟି ଖୁବ୍ ଆନନ୍ଦମୟ ହୋଇଥିଲା। କଣିହାଁରୁ ସର୍ବେଶ୍ୱର ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।